ଜୟ ଜଗନ୍ନାଥ। ଆଜି ଏକ ବାସ୍ତୁ କାର୍ଯ୍ୟକ୍ରମରେ ମୁଁ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳକୁ ଆସିଛି। ମୁଁ ଯେଉଁ ସ୍ଥାନରେ ଅଛି ସେ ବନ୍ଧୁ ବା ସେ ବ୍ୟକ୍ତି ଜଣକ ଆସିବେ ମୋତେ ନେବା ପାଇଁ, ତେଣୁ କିଛି ସମୟ ଅପେକ୍ଷା କରିଥିଲି। ଏହି ସମୟରେ ଭାବିଲି ଗୋଟେ ଏକ ବାସ୍ତୁର ଟିପ୍ସ ଆପଣଙ୍କୁ ଦେବା ପାଇଁ। ଆମେ ଯେତେବେଳେ ଘର କରୁଛେ ସେତେବେଳେ ବାସ୍ତୁର ବିଭିନ୍ନ ଦିଗ ପ୍ରତି ଆମକୁ ସଚେତନ ହେବାକୁ ପଡ଼ିବ। ବିଶେଷ କରିକି ଆମେ ବେଳେବେଳେ ଦେଖିଥାନ୍ତି ଯେ ପୁରୁଣା ଘର ଭାଙ୍ଗି ନୂଆ ଘର କରିଥାନ୍ତି। ପୁରୁଣା ଘରର ଯେଉଁ ବ୍ୟବହାର ହୋଇଥିବା ସାମଗ୍ରୀ ଆମେ ନୂଆ ଘରରେ ବ୍ୟବହାର କରିଥାନ୍ତି। ବନ୍ଧୁମାନେ କୌଣସି ପରିସ୍ଥିତିରେ ପୁରୁଣା ଘରୁ ବାହାରିଥିବା ସାମଗ୍ରୀକୁ ନୂଆ ଘରେ ବ୍ୟବହାର କରନ୍ତୁ ନାହିଁ। ପୁରୁଣା ଘରୁ ବାହାରିଥିବା ଇଟା ବ୍ୟବହାର କରୁଛନ୍ତି, ତାହେଲେ ସେ ଇଟାକୁ ଭଲ ଭାବେ ଧୋଇ ଗୋମୂତ୍ର ଏବଂ ଗୋବର, ଗଙ୍ଗା ଜଳ ସିଞ୍ଚନ କରି ସମ୍ପୂର୍ଣ୍ଣ ସେ ଇଟାକୁ ପବିତ୍ର କରିବା ପରେ ନୂଆ ଘରେ ବ୍ୟବହାର କରନ୍ତୁ। ଆଦୌ ବ୍ୟବହାର ନ କଲେ ଭଲ। ଯଦି ଅତି ଆବଶ୍ୟକ ଅଛି ବ୍ୟବହାର କରିବାର ବା ଫାଇନାନ୍ସିଆଲ ପ୍ରୋବ୍ଲେମ୍ ଅଛି ଯେ ନ କଲେ ନହେବ, ସେ କ୍ଷେତ୍ରରେ ପୁରୁଣା ଇଟାକୁ ଭଲ ଭାବେ ବିଶୋଧନ କଲା ପରେ ନୂଆ ଘରେ ଲଗାନ୍ତୁ। ଯଦି ଏଭଳି ନ କରୁଛନ୍ତି ତାହେଲେ ଆପଣ ନିଶ୍ଚିତ ସମସ୍ୟାର ସମ୍ମୁଖୀନ ହେବେ, ଯାହା ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ତାହା କ୍ଷତି ସାଧନ କରିପାରେ।